ହାଏ ମୋର ସମସ୍ତ ୟୁଟ୍ୟୁବ୍ ସାଙ୍ଗମାନଙ୍କୁ ଆଉ ବିଶେଷ କରି ଆର୍ଏସ୍ଟି ପାଇଁ ପ୍ରିପେୟାର ହେଉଥିବା ମୋର ଭାଇ ଭଉଣୀମାନଙ୍କୁ ମୋ ତରଫରୁ ହାଏ। ମୁଁ ରୋମାଲି ଭୈଦାର ଫ୍ରମ୍ ବୌଦ୍ଧ ଡିଷ୍ଟ୍ରିକ୍ଟ ଆଉ ଗୋଟେ ନର୍ମାଲ ଟିଚର। ମୁଁ ଟିଚରସିପ୍ 2023 ମସିହାରେ ପାଇଛି। ଡିସେମ୍ବର ମାସରେ ମୋର ଜଏନିଂ ହେଇଥିଲା ଆଉ ଆଜିକୁ ବର୍ଷେ ହେବାକୁ ଯାଉଛି। ମୋତେ ବହୁତ ସାରା କଲ୍ ମେସେଜ୍ ଆସେ କି ମୁଁ କେମିତି ପ୍ରିପେୟାର କଲି, ମୁଁ କେଉଁଠି କୋଚିଂ ନେଉଥିଲି, ମୁଁ କେଉଁ ବୁକ୍ ଫଲୋ କରୁଥିଲି, ମୁଁ କେମିତି ପଢ଼ୁଥିଲି, ମୋର ଷ୍ଟ୍ରାଟେଜି କେମିତି ଥିଲା। ମୁଁ ଜେନେରାଲ କ୍ୟାଟେଗୋରିରୁ ଆସେ, ତ ଜେନେରାଲ ପାଇଁ କଟ୍ ଅଫ୍ କେତେ, ଜେନେରାଲ ପାଇଁ କେମିତି ପରିଶ୍ରମ କରିବାକୁ ପଡ଼ିବ, କ'ଣ କରିବାକୁ ପଡ଼ିବ, ସେସବୁ ବିଷୟରେ ବହୁତ ମେସେଜ୍ କଲ୍ ମୋତେ କରନ୍ତି। ତ ମୁଁ ଭାବିଲି ଏସବୁ ବିଷୟରେ କିଛିଟା ଟିପ୍ସ ଦେବାକୁ ହେଲେ ୟୁଟ୍ୟୁବ୍ ଗୋଟିଏ ଭଲ ପ୍ଲାଟଫର୍ମ। ସେଥିପାଇଁ ମୁଁ ଆଜି ମୋ ଏକ୍ସପିରିଏନ୍ସକୁ ସେୟାର କରୁଛି। ଫାର୍ଷ୍ଟ ଅଫ୍ ଅଲ୍ ମୁଁ କୋଚିଂ ଜଏନ୍ କରିଥିଲି, ଅଫଲାଇନ୍ କୋଚିଂ, ଭୁବନେଶ୍ୱର ବିଦ୍ୟାସାଗର କୋଚିଂ ସେଣ୍ଟର ନୟାପଲ୍ଲୀ। ମୁଁ ଏଠାରେ କୌଣସି ଆଡ଼ଭର୍ଟାଇଜମେଣ୍ଟ କରୁନାହିଁ, କିନ୍ତୁ ମୁଁ ଜେନୁଇନ୍, ମୁଁ ଯାହା କରିଥିଲି ତାହା କହୁଛି। ଏମିତି କିଛି ମାନେ ନାହିଁ କି ଆମେ କୋଚିଂ ନେଲେ ହିଁ ଆର୍ଏସ୍ଟି କ୍ଲିୟର କରିପାରିବା, ସେମିତି କିଛି ବି ନାହିଁ। ଆମେ ଘରେ ପଢ଼ିକି ମଧ୍ୟ ଆର୍ଏସ୍ଟି କ୍ଲିୟର କରିପାରିବା। ଯଦି ଆପଣମାନଙ୍କୁ ଲାଗୁଛି କି ଆପଣଙ୍କ ପ୍ରିପାରେସନ୍ ଠିକ୍ ଅଛି, ଆପଣଙ୍କର ବେସିକ୍ ନଲେଜ୍ ଠିକ୍ ଅଛି, ତାହେଲେ ଆପଣ ଘରେ ବି ପ୍ରିପେୟାର କରିପାରିବେ। କିନ୍ତୁ ଯଦି ଆପଣଙ୍କୁ ଲାଗୁଛି କି ସପୋର୍ଟର ଦରକାର ଅଛି, କିଛିଟା ବେସିକ୍ ନଲେଜ୍ ଆମକୁ ଗେନ୍ କରିବାର ଅଛି, ତାହେଲେ ଆପଣ କୋଚିଂ ସେଣ୍ଟର ଆରାମସେ ଜଏନ୍ କରିପାରିବେ। ଗୋଟେ ଭଲ କୋଚିଂ ସେଣ୍ଟର ଆପଣଙ୍କ ଏରିଆର। ତ ଫାର୍ଷ୍ଟ ତ ମୁଁ କୋଚିଂ ସେଣ୍ଟର ଜଏନ୍ କରିଥିଲି। ମୋର ସେମିତି କିଛି ବି ଇରାଦା ନଥିଲା କି ମୁଁ ଏଇଥରକ ହିଁ କ୍ଲିୟର କରିଦେବି। ମୋର ଫାର୍ଷ୍ଟ ଥର ଥିଲା। ଫାର୍ଷ୍ଟ ତ ବିଦ୍ୟାସାଗର କୋଚିଂ ସେଣ୍ଟରର କହିବି କି ସାର୍ ମାନେ ବହୁତ ହିଁ ଫ୍ରେଣ୍ଡଲି ଥିଲେ, ବହୁତ ଫ୍ରେଣ୍ଡଲି। ଏମିତି ନାହିଁ କି ଜଣକୁ ବହୁତ ଜ୍ୟାଦା ଫୋକସ୍ କରାଯିବ କାହିଁକିନା ସେ ଭଲ ପଢ଼ୁଛି ଆଉ ଜଣକୁ କମ୍ ଫୋକସ୍ କରାଯିବ, ଏମିତି ସେମାନେ କେବେ ବି କରନ୍ତି ନାହିଁ। ସେଥିପାଇଁ ଆମେ ଫ୍ରେଣ୍ଡଲି ମିଶିପାରୁ ଆଉ କିଛି ବି ପଚାରିପାରୁ ଡାଉଟ୍। ଆଉ ସବୁଠୁ ମେନ୍ ଜିନିଷ ହେଲା ସେଲ୍ଫ ଷ୍ଟଡ଼ି, ଯେଉଁଟାକି ଆମେ ସେଠାରେ ଆମର ବ୍ୟବସ୍ଥା ଅଛି ସେଲ୍ଫ ଷ୍ଟଡ଼ି ପାଇଁ। ଆମର ଲାଇବ୍ରେରୀ ଅଛି, ତ ଆମେ ଆରାମସେ ଲାଇବ୍ରେରୀରେ ସେଠାରେ ପଢ଼ିପାରିବା। ତ ମେନ୍ ଜିନିଷ ହେଲା ନିଜ ଉପରେ, ନିଜର ସେଲ୍ଫ ଯେଉଁଟା ସେଲ୍ଫ ଷ୍ଟଡ଼ିରେ ଆମେ କେତେ ସମୟ ଦେଉଛେ। ଆପଣ ଯଦି ସିବିଜେଡ୍ କ୍ୟାଟେଗୋରିରୁ, ମୁଁ ସିବିଜେଡ୍ କ୍ୟାଟେଗୋରିରୁ ଥିଲି, ଯଦି ଆପଣ ସିବିଜେଡ୍ କ୍ୟାଟେଗୋରିରୁ, ତାହେଲେ ଆପଣମାନେ ମନେ ରଖିବା ଉଚିତ ଯେ ଆମର କଟ୍ ଅଫ୍ ଯାଇଥିଲା ଜେନେରାଲର 95 ଆଉଟ୍ ଅଫ୍ 150। ତ ଆମକୁ ସେତିକି ମେନ୍ରେ ରଖିବାର ଅଛି। ଆଉ ପ୍ରିଲିମ୍ରେ ଆମର ଆସିଯାଇଥିଲା 50 ମାର୍କ ଆସିଯାଇଥିଲା ଜେନେରାଲମାନଙ୍କ ପାଇଁ। ଆଉଟ୍ ଅଫ୍ 100 53 ସମଥିଙ୍ଗ ଲାଇକ୍। ତ ବହୁତ ଅଧିକା ତ କହିବିନି କି ବହୁତ କମ୍ ବି ନାହିଁ, କଟ୍ ଅଫ୍ ମିଡ଼ିୟମ୍ ଯାଏ। କିନ୍ତୁ ସେଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ। ଫାର୍ଷ୍ଟ ଯେଉଁମାନେ ନୂଆ ଆସିଛନ୍ତି ଏଇ ଫିଲ୍ଡକୁ ଆଫ୍ଟର ବିଇଡ଼ି, OSSTT କ୍ଲିୟର କରିବାକୁ ପଡ଼ିବ। ତ ଆମେ ଫାର୍ଷ୍ଟ OSSTT କ୍ଲିୟର କରିବା ପାଇଁ ଭଲସେ ପଢ଼ିବା। OSSTT କ୍ଲିୟର ହେଇଗଲା ପରେ ଆମେ ପ୍ରିଲିମ୍ ପାଇଁ ପଢ଼ୁଛେ। ପ୍ରିଲିମ୍ ପାଇଁ ଆମର ଯେମିତିକି ସବଜେକ୍ଟ ଅଛି, ଜେନେରାଲ ନଲେଜ ଅଛି, ଆମର ରିଜନିଂ ଅଛି, ମ୍ୟାଥ୍ ଅଛି, ତାପରେ ଆମର ଆଉ ଗୋଟେ ସବଜେକ୍ଟ ଅଛି ଯେଉଁଟାକି କରେଣ୍ଟ ଆଫେୟାର୍ସ ହେଇଗଲା, ଏସବୁ ଉପରେ ପଡ଼େ। ତ ସେଗୁଡ଼ାକ ଉପରେ ଭଲସେ ଫୋକସ୍ କରିକି ମିନିମମ୍ ଆମକୁ 50 ଏଭବ୍ ରଖିବାର ଅଛି ଯଦି ଆପଣ ଜେନେରାଲ କ୍ୟାଟେଗୋରିରୁ ବିଲଙ୍ଗ କରୁଛନ୍ତି। ଯଦି ଏଇଟା ହେଇଗଲା ପ୍ରିଲିମ୍ଟା ଆପଣଙ୍କର କ୍ଲିଅର, ତାହେଲେ ମେନ୍ ପାଇଁ ଆମେ ପଢ଼ୁଛେ ଆମର ଯେଉଁଟା ମେନ୍ ଚାପ୍ଟର ସିବିଜେଡ୍, କେମିଷ୍ଟ୍ରି, ବାୟୋଲୋଜି, କେମିଷ୍ଟ୍ରି, ବଟନି ଆଣ୍ଡ ଜୁଲୋଜି। ୟା ଉପରେ ଫୋକସ୍ କରିବାର ଅଛି। ତା ସହିତ ପେଡାଗୋଜି ଆମର ପଡ଼ୁଛି, ଚାଇଲ୍ଡ ଡେଭଲପମେଣ୍ଟ 20 ମାର୍କ। ତ ଏତିକି ଆମକୁ ପ୍ରିପେୟାର କରିବାର ଅଛି। ତ ଫାର୍ଷ୍ଟ ଅଫ୍ ଅଲ୍ ଆମେ କ'ଣ କରିବା, କେମିତି ପଢ଼ିବା, ମୁଁ କେମିତି ପଢ଼ିଥିଲି। ତ ଫାର୍ଷ୍ଟ ତ କୋଚିଂ ସେଣ୍ଟରରେ ଧ୍ୟାନର ସହିତ ଶୁଣିବାର ଅଛି। ସବୁ ବେସିକ୍ ନଲେଜକୁ ଆମକୁ ଗେନ୍ କରିବାର ଅଛି। ଆଉ କିଛି ଡାଉଟ୍ ରଖିବାର ନାହିଁ ମନରେ। ଗୋଟେ ପାଠକୁ ଆମେ ଭଲସେ ବୁଝିବାର ଅଛି କୋଚିଂ ସେଣ୍ଟରରେ ବି, ଆଉ ତାକୁ ଆସିକି ନିଜେ ପଢ଼ିବାର ବି ଅଛି। ସେ ବିଷୟରେ ଫାର୍ଷ୍ଟ ତ କ୍ଲିଅର ହୁଅନ୍ତୁ କି ସବଜେକ୍ଟଟା କ'ଣ ଦେଇଛି।
ତାପରେ ଯାଇକି ଆମର ନୋଟ୍ସ, ତାପରେ ଯାଇକି ଆମର ସେଲ୍ଫ ଷ୍ଟଡି। ଠିକ୍ ଅଛି, ତ ନୋଟ୍ସ ଚେଷ୍ଟା କରନ୍ତୁ ନିଜେ ବନେଇବା ପାଇଁ। କେମିତି ବନେଇବେ ନୋଟ୍ସ? ମୁଁ ଯେମିତି ବନେଇଥିଲି, କୋଚିଂ ସେଣ୍ଟରର କିଛିଟା ଇମ୍ପୋର୍ଟାଣ୍ଟ ପଏଣ୍ଟସ୍ ଯେଉଁଟାକି ମୁଁ ଖାତାରେ ଲେଖୁଥିଲି, ପ୍ଲସ୍ ୟୁଟ୍ୟୁବରୁ କିଛିଟା ଇମ୍ପୋର୍ଟାଣ୍ଟ ଜିନିଷ ଯେଉଁଟାକି ମୁଁ ଲେଖୁଥିଲି ଗୋଟେ ସବଜେକ୍ଟ ଉପରେ। କୋଚିଂରୁ କିଛି ନଲେଜ, ୟୁଟ୍ୟୁବରୁ କିଛି ନଲେଜ, ପ୍ଲସ୍ ମୋ ପାଖରେ ଥିଲା ସେତେବେଳେ ରେନବୋର ଗାଇଡ଼ ଆଉ TBW ଗାଇଡ଼, ଦୁଇଟା ଗାଇଡ଼ ମୋ ପାଖରେ ଥିଲା। ତ ସେତିକିରୁ ସବୁ ଇମ୍ପୋର୍ଟାଣ୍ଟ ଜିନିଷକୁ ନେଇକି ମୁଁ ନିଜେ ମୋ ନିଜର ଗୋଟେ ନୋଟ୍ସ ବନେଇଥିଲି। କୋଚିଂ ସେଣ୍ଟରର ନୋଟ୍ସ ଅଲଗା ଥିଲା, କିନ୍ତୁ ମୋ ନୋଟ୍ସ ଅଲଗା ଥିଲା। ମୋ ନୋଟ୍ସରେ ମୁଁ ନିଜେ ନୋଟ୍ସ ବନେଇଥିଲି, ଯେଉଁଥିରେ କି ସବୁ ଆଡ଼ୁ ଯାହା ବି ଇମ୍ପୋର୍ଟାଣ୍ଟ ଜିନିଷକୁ ନେଇକି ମୁଁ ମୋର ଗୋଟେ ନିଜେ ବନେଇଥିଲି। ଆଉ ମୁଁ ସେଗୁଡ଼ାକୁ ପଢ଼ୁଥିଲି, କ୍ଲିଅର ହେଉଥିଲି ପୁରାପୁରି। ଆଉ କୁ ନେଇକି ଯାହା ବି କ୍ୱେଶ୍ଚନ୍, ତା ପାଇଁ ଗୋଟେ ଅଲଗା ନୋଟ୍ସ ବନେଇଥିଲି। ସେଥିରେ କେବଳ କ୍ୱେଶ୍ଚନ୍ ଆଣ୍ଡ ଆନ୍ସର, ଏଗୁଡ଼ାକ ସବୁ ପଢ଼ିଲା ପରେ ଯାଇକି ଯେଉଁଟା ଇମ୍ପୋର୍ଟାଣ୍ଟ ଜିନିଷ ଗୁଡ଼ାକ ଆଗରୁ ପଡ଼ିଛି ପ୍ରିଭିୟସ୍ ଇୟର୍, ମେନ୍ ଜିନିଷ ହେଲା ପ୍ରିଭିୟସ୍ ଇୟର୍କୁ ଆମେ ଫଲୋ କରିବା। ପ୍ରିଭିୟସ୍ ଇୟର୍କୁ କେମିତି ଫଲୋ କରିବା? ୟୁଟ୍ୟୁବରେ ମିଳିଯାଇଛି ପ୍ରିଭିୟସ୍ ଇୟର୍, ୟା ଆମେ ଗୁଗୁଲ୍ ସାଇଟ୍ରୁ ଆଣିପାରିବା। ପ୍ରିଭିୟସ୍ ଇୟର୍କୁ ଆମେ ଫର୍ଷ୍ଟ ତା'ର PDF ଗୁଡ଼ାକ କରିକି ତାକୁ ଆମେ ପ୍ରିଣ୍ଟ ଆଉଟ୍ କାଢ଼ିଦେବା, ଆଉ ସେଗୁଡ଼ାକୁ ପ୍ରାକ୍ଟିସ୍ କରିବା। କେଉଁ ହିସାବରେ ପଡ଼ୁଛି, କେଉଁ ଲେଭେଲ୍ର ପଡ଼ୁଛି, ଆମକୁ ଅଧିକା ଲେଭେଲ୍କୁ ଯିବାକୁ ନାହିଁ କି ତଳ ଲେଭେଲ୍କୁ ବି ଯିବାର ନାହିଁ, ଆମକୁ ସେ ମିଡ଼ିୟମ୍ରେ ହିଁ ପଢ଼ିବାର ଅଛି। RST ପାଇଁ ଆମକୁ ପୁରା ହାଇ ଲେଭେଲ୍ର ଯେମିତିକି SSC ବ୍ୟାଙ୍କିଙ୍ଗ ଟାଇପ୍ର ଆମକୁ ପଢ଼ିବାର ନାହିଁ, ଆମକୁ ମିଡ଼ିୟମ୍ ହିଁ ପଢ଼ିବାର ଅଛି। ତ ସେତିକି ପଢ଼ିବା ପାଇଁ ଆମେ ସେଇ ହିସାବରେ ଗୋଟେ ନୋଟ୍ସ ବନେଇବା। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଗୁଡ଼ାକୁ ଅଲଗା କରିବା, କାହିଁକିନା କୋଚିଂ ସେଣ୍ଟରରେ କହିଦିଅନ୍ତି କି ଏଇ କ୍ୱେଶ୍ଚନ୍ ରିପିଟେଡ଼ଲି ଆସୁଛି। ଆଉ ଆମେ ବି ଜାଣିଥାଉ ଦେଖିକି ପ୍ରିଭିୟସ୍ ଇୟର୍ର କ୍ୱେଶ୍ଚନ୍ ସବୁ 5 ବର୍ଷ ଯଦି ଆମେ ରଖିଦେବା, ତାହେଲେ ଆମେ ଜାଣିପାରିବା କି କେଉଁ କ୍ୱେଶ୍ଚନ୍ ପଡ଼ୁଛି। ସେ କ୍ୱେଶ୍ଚନ୍ ଗୁଡ଼ାକ ଆମେ ବେଶୀ ଦେଖିବା, କିନ୍ତୁ ତା ବାଦ ଆମେ କିଛିଟା କ୍ୱେଶ୍ଚନ୍ ଦେଖିବା। ଆଉ ସେଥିପାଇଁ ଆମେ ଗୋଟେ ନୋଟ୍ସ ବନେଇଦେବା। ନିଜେ ପଢ଼ିକି ନିଜେ ନୋଟ୍ସ ବନେଇଲେ ଆରାମସେ ଆପଣ ୟାକୁ କ୍ଲିଅର କରିନେବେ, କିଛି ବଡ଼ ଜିନିଷ ନାହିଁ। ଆଉ ମ୍ୟାଥ୍ ରିଜନିଂ ପାଇଁ ମୁଁ କହିବି କି ଡେଲି ଆମକୁ ପ୍ରାକ୍ଟିସ୍ ଦରକାର। ମୁଁ କ'ଣ କରୁଥିଲି, ଏମିତି ନୁହଁ କି ପୁରା ବହୁତ ସମୟ ମୁଁ ପଢ଼ୁଥିଲି, ସେମିତି ନାହିଁ, କମ୍ ସମୟ ହିଁ ପଢ଼େ। ମୋର ଷ୍ଟାର୍ଟିଂ ହୁଏ କୋଚିଂ ସେଣ୍ଟର 8ଟାରୁ ଷ୍ଟାର୍ଟ ହେଇଛି, 8ଟାରୁ 11ଟା 12ଟା ପର୍ଯ୍ୟନ୍ତ କୋଚିଂ ସେଣ୍ଟର ଚାଲେ। ତ ମୁଁ ସେତିକି ପର୍ଯ୍ୟନ୍ତ କୋଚିଂରେ ପଢ଼େ, ତା ବାଦ ଆସିକି ଖାଇକି ମୁଁ 2ଟା 3ଟାରୁ ନିଜେ ପଢ଼େ, 6 6:30 ୟା 7 ବଜେ ତକ ସନ୍ଧ୍ୟା ମୁଁ ପଢ଼େ ନିଜେ। ତାପରେ କିଛିଟା ବୁଲାବୁଲି ତ ହୁଏ, ମାଇଣ୍ଡ ଟିକେ ଫ୍ରେଶ୍ ବି କରିବା ଦରକାର। ଆଉ ତାପରେ ସମୟ ଯେଉଁ ମୁଁ କ୍ୱେଶ୍ଚନ୍ ବନେଇ ଦେଇଥାଏ ମୋର ଆଗରୁ, ବୁଲିବା ପୂର୍ବରୁ ଗୋଟେ ଖାତାରେ କ୍ୱେଶ୍ଚନ୍ ଥାଏ, ଆଉ ମୁଁ ତାକୁ ଜେରକ୍ସ କରିକି ଆଣେ। କ୍ୱେଶ୍ଚନ୍ ଯାହା ବି ମୁଁ ବନେଇଥାଏ, ଯେଉଁଟା ବି ଇମ୍ପୋର୍ଟାଣ୍ଟ ଥାଏ, ମୋତେ ଲାଗେ 50ଟା 100ଟା ସବୁଦିନ, ସେ ସବୁ କ୍ୱେଶ୍ଚନ୍ ୟା ମ୍ୟାଥ୍ର କ୍ୱେଶ୍ଚନ୍ ହଉ, ମୁଁ ଫାଷ୍ଟ କ୍ୱେଶ୍ଚନ୍ ଗୁଡ଼ାକ ଲେଖି ଦେଇଥାଏ। କାହିଁକିନା ମୁଁ ଯେତେବେଳେ ବୁଲିକି ଆସିବି, ମୋତେ ଆନ୍ସର୍ କରିବାର ଅଛି ରାତିରେ, ମୋତେ ଆଉ କ୍ୱେଶ୍ଚନ୍କୁ ଯିବାର ନାହିଁ। ତ ଫାଷ୍ଟ କ୍ୱେଶ୍ଚନ୍ ବନେଇ ଦେଇକି ମୁଁ ମୋର ବୁଲାବୁଲି କରିକି ମାଇଣ୍ଡ ଫ୍ରେଶ୍ କରିକି ଖାନା ପିନା ସାରିଦିଏ, ଡିନର୍ ସାରିଦିଏ। ତାପରେ ଆସିକି ମୁଁ ଯାହା କ୍ୱେଶ୍ଚନ୍ ମୁଁ କରିଥାଏ ସେଗୁଡ଼ାକର ଆନ୍ସର୍ ନିଜେ ଦେବାକୁ ଚେଷ୍ଟା କରେ। ଲଙ୍ଗ୍ ଟାଇପ୍ର ବି ମୁଁ କରେ, କାହିଁକିନା ଲଙ୍ଗ୍ରୁ ହିଁ ସର୍ଟ ବାହାରେ, MCQ ବାହାରେ। ସେଥିପାଇଁ ମୁଁ ବହୁତ ପ୍ରାକ୍ଟିସ୍ କରେ ସେମିତି। ତ ଆମକୁ ମାଇଣ୍ଡକୁ ଏତେ ବି ଷ୍ଟ୍ରେସ୍ ନେବାର ନାହିଁ, କିନ୍ତୁ ଆମେ ସ୍ମାର୍ଟ ୱେରେ ପଢ଼ିବାର ଅଛି। ସ୍ମାର୍ଟ ୱେ ଏଇଟା ହେଲା କି ଆମକୁ ପ୍ରିଭିୟସ୍ ଇୟର୍ରେ କେଉଁ ଟାଇପ୍ର ପଡ଼ୁଛି ସେଇଟାକୁ ଦେଖିକି ଆମକୁ ପ୍ରିପେୟାର ହେବାର ଅଛି ପ୍ରିଭିୟସ୍ ଇୟର୍କୁ। ତ ଫାର୍ଷ୍ଟ ଥିଙ୍ଗ ପ୍ରିଭିୟସ୍ ଇୟର୍କୁ ଦେଖିବା। କୋଚିଂ ସେଣ୍ଟର ଯଦି ଆପଣ ଜଏନ୍ କରିଛନ୍ତି ଭଲ କଥା, ଅଫଲାଇନ୍ ହଉ ଅନଲାଇନ୍ ହଉ, କୋଚିଂ ସେଣ୍ଟରକୁ ସାର୍ମାନଙ୍କ ଠାରୁ କ୍ଲିଅର ହେବା ବେସିକ୍ ଜିନିଷ। ତାପରେ ନିଜର ଗୋଟେ ନୋଟ୍ସ ବନେଇବା, ସେଥିରେ ନୋଟ୍ସରେ ଆମେ ବିଭିନ୍ନ ପ୍ରକାର ସୋର୍ସରୁ, କୋଚିଂ ସେଣ୍ଟର ସୋର୍ସରୁ ହଉ କି ବୁକ୍ ସୋର୍ସରୁ ହଉ, ୟୁଟ୍ୟୁବ୍ ସୋର୍ସରୁ ହଉ, ଯେତିକି ଯାହା ବି କ୍ୱେଶ୍ଚନ୍ ମିଳିଲା ତା ପାଇଁ ଗୋଟେ ଏକ୍ସଟ୍ରା କରିଦେବା। ଆଉ ଆମର ନୋଟ୍ସ ଆମେ ନିଜେ ଗୋଟେ ବନେଇଦେବା, କି ଆମକୁ ସେତିକି ହିଁ ପଢ଼ିବାର ଅଛି। ଏକ୍ଜାମ୍କୁ ଆମେ ଆମର ଗୋଟେ ସୀମା ଭିତରେ ରଖିବାର ଅଛି କି ଏତିକିରୁ ଷ୍ଟାର୍ଟ ଆଉ ଏତିକିରୁ ଏଣ୍ଡ। ଏତିକିରୁ ଆମର ପଢ଼ିବା ଷ୍ଟାର୍ଟ ହେବ, ଏତିକିରୁ ଆମେ ଏଣ୍ଡ କରିବା। ଏଇ ଚାପ୍ଟର ପଢ଼ିବା, ଏଇ ଚାପ୍ଟର ପଢ଼ିବାନି। ଯେଉଁ ଆମର ଗୋଟେ ଷ୍ଟ୍ରାଟେଜି ଆମେ ନିଜେ ବନେଇବାର ଅଛି କି ଆମେ କେଉଁ ଚାପ୍ଟର ଆମକୁ ସହଜ ଲାଗୁଛି, ଭଲ ଲାଗୁଛି, ଆଉ ଏଇଟା ପଢ଼ିବା ଦରକାର, ସେ ସବୁକୁ ଆମେ ପଢ଼ିବା। ଆମର ଗୋଟେ ଷ୍ଟ୍ରାଟେଜି ବନେଇଦେବା। ଆମେ ନିଜର ନୋଟ୍ସ ବନେଇବାଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ।
ବହୁତ ଇମ୍ପୋର୍ଟାଣ୍ଟ। ତ ନିଜର ଗୋଟେ ନୋଟ୍ସ ବନାନ୍ତୁ, ନିଜର କ୍ୱେଶ୍ଚନ୍ ଆନ୍ସର୍ ସବୁ ନିଜେ ପ୍ରାକ୍ଟିସ୍ କରନ୍ତୁ। ଦେଖିବେ ଏତେ ବି କଷ୍ଟ ନୁହେଁ କ୍ଲିୟର୍ କରିବା। ମୁଁ ବି ଭାବିନଥିଲି କେବେ 95 ସ୍କୋର୍ କରିପାରିବି। ହଁ, ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ରହିଗଲା କି ଆମେ କେମିତି ଏକ୍ଜାମ୍‌ରେ ଆଟେଣ୍ଡ କରିବା। ପଢ଼ିବା ତ ହେଇଗଲା, ପଢ଼ିକି ଗଲେ। କିନ୍ତୁ ପ୍ରାୟ ପିଲା ଯେଉଁଟା ଭୁଲ କରନ୍ତି ସେଇଟା ହେଉଛି ଏକ୍ଜାମ୍ ସେଣ୍ଟରରେ। ଏକ୍ଜାମ୍ ସେଣ୍ଟରରେ ଫାର୍ଷ୍ଟ ତ ମୁଁ କହିବି କି ଯେଉଁଟା ଆସୁଛି କରନ୍ତୁ, ଯେଉଁଟା ନ ଆସୁଛି ଛାଡ଼ି ଦିଅନ୍ତୁ। କାହିଁକିନା ମାଇନସ୍ ମାର୍କିଂ ଥାଏ ଆମର, ଆଉ ମାଇନସ୍ ମାର୍କିଂ ପାଇଁ ହିଁ ପିଲା କଟିଯାଆନ୍ତି। ତ ମାଇନସ୍ ମାର୍କିଂ ନ ହେବା ଉଚିତ। ଏଥିପାଇଁ ଆମେ ସତର୍କ ରହିବା। ଆମକୁ ଯଦି ମୁଁ କହୁଛି, ମୁଁ ଯେତେବେଳେ ଆର୍ଏସ୍ଟି କରିଥିଲି, ବଟନୀ ଜୁଲୋଜି ତ ସବୁ ପିଲାଙ୍କୁ ପ୍ରାୟ ଆସେ, କିନ୍ତୁ ମୋର ମେନ୍ ଫୋକସ୍ ଥିଲା କେମିଷ୍ଟ୍ରି ଉପରେ। କେମିଷ୍ଟ୍ରି ଉପରେ ମୁଁ ବହୁତ ଫୋକସ୍ କରୁଥିଲି, ବହୁତ ପଢ଼ୁଥିଲି କେମିଷ୍ଟ୍ରିକୁ ନେଇକି, ବହୁତ ସିରିୟସ୍ ଥିଲି। ଫେର୍ ବି ମୋତେ କେମିଷ୍ଟ୍ରିର 50 ମାର୍କରୁ 25 ମାର୍କ ହିଁ ମୋତେ ଆସୁଥାଏ। ଆଉ 25 ମାର୍କର ଯେଉଁଟା ବି ମୁଁ ବହୁତ ପ୍ରାକ୍ଟିସ୍ କରୁଥିଲି, ବହୁତ କଷ୍ଟ କରୁଥିଲି ମୁଁ ନ୍ୟୁମେରିକାଲ୍କୁ ନେଇକି କେମିଷ୍ଟ୍ରିର, ବଟ୍ ମୋତେ ଆସିଲାନି। ଆଉ ମୋତେ ଲାଗିଲା କି ମୁଁ ଯଦି କରିଦେବି ତାହେଲେ ସେଇଟା ଭୁଲ ହେଇଯିବ। ସେଥିପାଇଁ ମୁଁ ମାତ୍ର 25ଟା ଆଟେଣ୍ଡ କରିଥିଲି, ଆଉ ମୋର ସେଥିରୁ 23ଟା ଠିକ୍ ଥିଲା। ତ ୟାକୁ କହନ୍ତି ଆମର ଭାଷାରେ ଯେଉଁଟା କ'ଣ କହନ୍ତି, ମାନେ ଯେଉଁଟାକି ଆମର ଠିକ୍ ମାର୍କ ରହିବ, ମାନେ ଯେତିକି ଆମେ କରିଛେ, ଯେତିକି ଆମେ ଆଟେଣ୍ଡ କରିଛେ, ସେତିକିରୁ ଯେମିତି ଆମର ବେଶୀ ମାର୍କ ଏପଟ ସେପଟ ନ ହୁଏ ମାଇନସ୍ ମାର୍କିଂ ହେଇକି। ଯଦି ଆମେ 25ଟା ଟ୍ରାଏ କରିଛେ, ଆମେ ଆଶା ରଖିବା କି ଯେମିତି ଆମେ 20+ ପାଇବା ସେଥିରେ। ଆଉ ଯଦି 50 ମାର୍କର ପରୀକ୍ଷା ଅଛି ଆଉ ଆମେ ସେଥିରୁ ଆଟେଣ୍ଡ କରିଦେଇଛେ 40ଟା, ବଟ୍ ଭୁଲ ହେଇଯାଇଛି ବହୁତ ଗୁଡ଼ାଏ, 20-30 ମାର୍କ ଆମର ମାଇନସ୍ ମାର୍କିଂ ହେଇଯାଇଛି, ତାହେଲେ ସେଥିରୁ ହିଁ ପିଲା କଟିଯାଆନ୍ତି। ଏମିତି ନୁହଁ କି ନଲେଜକୁ ନେଇକି କେହି କଟନ୍ତି, ବହୁତ ଟ୍ୟାଲେଣ୍ଟେଡ଼ ପିଲା ବି କଟିଯାଆନ୍ତି ଏଥିରେ। ତ ଚେଷ୍ଟା କରିବେ ଯେତିକି ଆସୁଛି ସେତିକି ଆଟେଣ୍ଡ କରିବା ପାଇଁ। ମୁଁ 150ରୁ ଆଟେଣ୍ଡ କରିଥିଲି 115 ଆଟେଣ୍ଡ କରିଥିଲି। ଆଉ ମୁଁ ଫାଷ୍ଟ ଭାବିଲି କି ମୁଁ ବହୁତ କମ୍ ଆଟେଣ୍ଡ କରିଛି, ପିଲା ତ ବହୁତ ଅଧିକା ଆଟେଣ୍ଡ କରିଛନ୍ତି, 120, 135 ବି ଆଟେଣ୍ଡ କରିଛନ୍ତି ପିଲା, ବଟ୍ ସେମାନେ ପାଇନାହାନ୍ତି। ତ ଆମେ ଓଭର ଏକ୍ସାଇଟେଡ଼ କେବେ ବି ହେବାନି କି ମାନେ ସେ ଦୁଃଖ ବି କରିବାନି କି ଆମେ କମ୍ ଆଟେଣ୍ଡ କରିଛୁ। ଯଦି ଆମକୁ ସେତିକି ହିଁ ଆସୁଛି ତାହେଲେ ଆମେ ସେତିକି ହିଁ ଆଟେଣ୍ଡ କରିବା, ଆଉ ସେତିକିରୁ ଆମେ ବେଷ୍ଟ ମାର୍କ ସ୍କୋର୍ କରିପାରିବା। ଯଦି ଆପଣମାନଙ୍କ ପ୍ରିପାରେସନ୍ କମ୍ପ୍ଲିଟ୍ ହେଇଯାଇଛି, ପରୀକ୍ଷା ଆଉ କମ୍ ଦିନ ଅଛି, ତାହେଲେ ସେଟ୍ କ୍ୱେଶ୍ଚନ୍ କରିବା ଆରମ୍ଭ କରନ୍ତୁ। ଆମର ପରୀକ୍ଷାରେ ଯେମିତି ପଡ଼ୁଛି ପ୍ୟାଟର୍ନ ଅନୁସାରେ କିଛିଟା କ୍ୱେଶ୍ଚନ୍ TBW କି ଆମର ଅନଲାଇନ୍ରେ ବି ହେଉ, ଆମେ କିଣିକି ବି ହେଇପାରୁ, କିଣିକି ବି ଆମେ ସେଥିପାଇଁ ପରୀକ୍ଷା ପାଇଁ ପ୍ରିପେୟାର କରିପାରୁ। ତ ଆମେ ମକ୍ ଟେଷ୍ଟ ଦେଇପାରିବା। ଆଜିକାଲି TBW ବହୁତ ପ୍ରକାର, ମୁଁ TBWକୁ ଫଲୋ କରୁଥିଲି, କିନ୍ତୁ ବହୁତ ପ୍ରକାର ଏମିତି ଅଛି, ଏବେ ଆସିଲାଣି। ରେନବୋ ବି ବହୁତ ଭଲ ବୁକ୍। ତ ସେଇଗୁଡ଼ାକର ସେଟ୍ କ୍ୱେଶ୍ଚନ୍ କରିବାଟା ଷ୍ଟାର୍ଟ କରିଦିଅନ୍ତୁ ଯଦି ଆପଣମାନେ ପଢ଼ି ସାରିଲେଣି। ଆଉ କ'ଣ କହିବି, ମାନେ ନିଜର ପରିଶ୍ରମର ଫଳ। ଆଉ ଗୋଟେ କଥା ନିହାତି ଭାବରେ ମୁଁ ଲାଷ୍ଟକୁ କହିବାକୁ ଚାହିଁବି, କିନ୍ତୁ ଏଇଟା ବହୁତ ହିଁ ଜରୁରୀ, ବହୁତ ଜରୁରୀ। ମୁଁ କହିବି କି ଆମେ ସମସ୍ତେ ଜାଣିଛେ ଆମର କର୍ମ ଖାଲି ପାଠ ପଢ଼ାକୁ ନେଇକି ନାହିଁ, କର୍ମ ଖାଲି ପରିଶ୍ରମକୁ ନେଇନି। ଆମେ ଗୋଟେ ଭଲ ମଣିଷ ହେବା ଦରକାର। ଯେତେବେଳେ ଆମେ ଭଲ ମଣିଷ ହେଇକି ଅନ୍ୟକୁ ପଛରେ ପକେଇକି ତା ଗୋଡ଼ ଟାଣିକି ଆମେ ଜିତି ପାରିବାନି କେବେ ବି। ତ ଆମେ ଚେଷ୍ଟା କରିବା ଆମେ ସରଳ ନମ୍ର ହେଇକି ରହିବା, ଭଗବାନଙ୍କ ଉପରେ ବିଶ୍ୱାସ ରଖିବା, ପରିଶ୍ରମ କରିବା। ତ ଯଦି ଆମେ କାହାକୁ ଯଦି ଫେଲୁଅର୍ କରିଦେବା ପାଇଁ ଆମେ ମନରେ ଭାବିଥିବା, ତାହେଲେ ଆମେ ଫେଲ୍ ହେଇଯିବା। ସେଥିପାଇଁ ଆମେ ନିଜକୁ ଜିତେଇବାକୁ ଚେଷ୍ଟା କରିବା, କିନ୍ତୁ କାହାକୁ ବି ପଛକୁ ଟାଣିକି ନୁହେଁ। ସମସ୍ତେ ଜିତନ୍ତୁ, ଏଇ ମନୋଭାବ ସବୁବେଳେ ରଖନ୍ତୁ। ଆଉ ଦେଖିବେ ଆପଣ ସିଓର ଆପଣଙ୍କୁ ଭଗବାନ ସାହାଯ୍ୟ କରିବେ, ହେଲ୍ପ କରିବେ। ଆମେ ଯେତେ ଚେଷ୍ଟା କଲେ ବି, ଯେତେ ପରିଶ୍ରମ କଲେ ବି, ଆମର ମାଲିକ ହେଉଛନ୍ତି ଭଗବାନ। ତାଙ୍କ କୃପା ନଥିଲେ କିଛି ବି ସମ୍ଭବ ନୁହେଁ। ସେଥିପାଇଁ ଭଗବାନଙ୍କ ଉପରେ ଭରସା ରଖନ୍ତୁ, ସବୁଦିନ ପ୍ରେ କରନ୍ତୁ ପଢ଼ିବା ଆଗରୁ। ଦେଖିବେ ଆପଣ ଆରାମସେ ଆପଣ କ୍ଲିୟର କରିନେବେ RST। ତ ହୋପ୍ କରେ। ଆଉ ମୋର ବର୍ତ୍ତମାନ ଟିଚରସିପ୍ ଟିଟିଲାଗଡ଼ ବ୍ଲକରେ।
ଗୋଟେ ଗାଁରେ ମୁଁ ବହୁତ ଖୁସି ଅଛି ଜବ୍‌କୁ ନେଇକି। ଆ, ୟା ଆ, ୟା ପାଇଁ ଆର୍‌ଏସ୍‌ଟି ପାଇଁ ଆମେ ଅଲଗା ଭିଡ଼ିଓଜ୍ ବି ବନାଇବା। କିନ୍ତୁ ଆଜି ପାଇଁ ଏତିକି। ମୁଁ ହୋପ୍ କରୁଛି କି ମୋର ଇନଫର୍ମେସନ୍ କିଛିଟା ଆପଣମାନଙ୍କ କାମରେ ଆସିବ। ଯଦି ଆସିଲା ତାହେଲେ ମୋତେ ନିଶ୍ଚୟ କମେଣ୍ଟରେ ଜଣେଇବେ। ଆଉ ଯଦି କିଛି କ୍ୱେଶ୍ଚନ୍ ଅଛି ମୋତେ କିଛି ପଚାରିବାର ଅଛି କି କମେଣ୍ଟ ସେକ୍ସନରେ ମୋତେ କ୍ୱେଶ୍ଚନ୍ କରନ୍ତୁ, ମୁଁ ନିଶ୍ଚୟ ରିପ୍ଲାଏ କରିବି। ରହୁଛି, ଧନ୍ୟବାଦ।